All participants are muted. टॉपिक किसी विषय का विचार टॉपिक कौन है टॉपिक ना मो मन जोड़ा गई ଆଜ୍ଞା ଏଇଠି ତ ବସିଥିବା ଏକାଥରେ ଏଇଠି ମେଡିଟେସନ ହେଇଯିବ ଆଉ ମାନେ ସେପଟେ ଯଦି କେତେ ଜଣ ଯାଇକି ଯଦି ମେଡିଟେସନ କରିଦିଅନ୍ତି ଏଇଠି ଆମର ପାର୍ସଲ ସେଇଠି ଜଣେ ଜଣ ଯାଇକି ସମାଜରେ ମେଡିଟେସନ କରିଥାନ୍ତୁ ଆମେ ଆମର ସେଇ 7:15 ଏଇଠିକି ଆସିବେ ଆମେ ଆମର ଏଇଠି ଚାଲିବ ପାର୍ସଲ ଚାଲିବ ଟାଇମଟା କମିଯିବ କାରଣ ଅନଲାଇନରେ ଯୋଡ଼ି ହେଇଥିବ ନା ସେ 15 ମିନିଟ୍ ଜଗିଲା ବେଳକୁ ତା ପ୍ୟାସେନ୍ସ ଲେସ୍ ହେଇଯିବେ ଅନଲାଇନରେ ବି କରିଦିଆଯାଇଛି ତେଣୁ ସମାଜରେ 2-4 ଜଣ ବସିକି 15 ମିନିଟ୍ ମେଡିଟେସନ କରିଦେଇକି ଏଠି ପଳେଇ ଆସିବେ ଆଉ ଯିଏ ଯିବାକୁ ଚାହିଁବେ ସମାଜ ପାଖକୁ ମେଡିଟେସନ କରିବାକୁ ଆପଣ 7ରୁ 7 ଜଣ ବସିବେ ସେଠି ମିଟିଂ ଦେବେନି ଭାଇନା ବୁଝୁଛନ୍ତି ନା ବର୍ତ୍ତମାନ ମିଟିଂ ଦିଆଯିବ ମନା କରିଦେବି ଖାଲି ବସିବେ
বন্দে মাতরম। উভয় অনলাইন এবং অফলাইন উপস্থিত হওয়া সমস্ত দিব্য অভিষ্য ভাই ভଉଣୀ ମାନଙ୍କୁ ଏ ଦିବ୍ୟ କାର୍ଯ୍ୟକୁ ମୁଁ ସ୍ୱାଗତ କରୁଛି। ଆଜି ଚିନ୍ନପା ଏବଂ ଶିବ ଭାଇଙ୍କର ଘରୋଇ ପାଠଶାଳାର ବାର୍ଷିକ ଉତ୍ସବ। ଏ ଅବସରରେ ଆମେ ମାଙ୍କର ଆଶୀର୍ବାଦ ଭିକ୍ଷା କରିବା। ପ୍ରଥମେ ଆମେ ମାଙ୍କ ମ୍ୟୁଜିକ ସହିତ କିଛି ସମୟ ନୀରବ ରହିବା। ଓଭର। ବର୍ତ୍ତମାନ ଆମେ ଗୋଟିଏ ମିନିଟ ମାଙ୍କ ନାମ ମା ମା ଜପ କରିବା। ମା 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 All participants are muted and they can unmute themselves. ଓଭର। ମୁଁ ଲିଲିଅପାଙ୍କୁ ଅନୁରୋଧ କରିବି ସେ ଗୋଟେ ମାତୃବନ୍ଦନା ପରିବେଷଣ କରିବେ। ଲିଲିଅପା। ପାଠଶାଳାରେ ଉପସ୍ଥିତ ଥିବା ସମସ୍ତ ଅପଭାଇକୁ ବନ୍ଦେ ମାତରମ ପ୍ରଭୁଙ୍କ ଚରଣରେ ପ୍ରାର୍ଥନାଟିଏ ନିବେଦନ କରୁଛି। ଜୟ ଜୟ ପ୍ରଭୁ ପ୍ରିୟ ରବିନ୍ଦ, ଜୟ ଜୟ ପ୍ରଭୁ ପ୍ରିୟ ରବିନ୍ଦ, ଜ୍ୟୋତିର୍ମୟ ହେ ସିଦ୍ଧି ଦାତା କରୁଣାମୟ, হে সিদ্ধি দাতা করুণাময়, পরম আনন্দে ভরা, জয় জয় প্রভু প্রিয় রবিন্দ, জয় জয় প্রভু প্রিয় রবিন্দ, নব চেতনার নব দিগন্তে, নবীন সার শোভা প্রকাশে, নব চেতনার নব দিগন্তে, নবীন সার শোভা প্রকাশে, শুভ শঙ্খ ধ্বনি নিনাদিত হুয়ে, তব আগমনে পরা,
অরবিন্দ জয় জয় প্রভু শ্রী অরবিন্দ মানব জীবন করিছ ধন্য দেবতার ভাগ্য করি সন্ধান মানব জীবন করিছ ধন্য দেবতার ভাগ্য করি সন্ধান অতি মানসর আলোকে ভরিয়া সুধাময়ী বসুন্ধরা জয় জয় প্রভু শ্রী অরবিন্দ জয় জয় প্রভু শ্রী অরবিন্দ মরণ গুহারে প্রেমর বনি জড়াই দেছ শিখা প্লাবনী মরণ গুহারে প্রেমর বনি জড়াই দেছ শিখা প্লাবনী অবচেতনার পাতাল গহরে তব বিজয়র ধারা জয় জয় প্রভু শ্রী অরবিন্দ জয় জয় প্রভু শ্রী অরবিন্দ জ্যোতির্ময় হে সিদ্ধি দাতা করুণাময় হে সিদ্ধি দাতা করুণাময় পরম আনন্দী মোরা জয় জয় প্রভু শ্রী অরবিন্দ জয় জয় প্রভু শ্রী অরবিন্দ জয় জয় প্রভু শ্রী অরবিন্দ বন্দে মাতরম। ବହୁତ ବହୁତ ଧନ୍ୟବାଦ ଲିଲେପା। ବର୍ତ୍ତମାନ ମୁଁ ଆମ ଗଣରେ ଅଛନ୍ତି ଅଞ୍ଜୁପା। ମୁଁ ଅଞ୍ଜୁପାକୁ ଅନୁରୋଧ କରିବି ସେ ଦୁର୍ଗା ସ୍ତୋତ୍ର ପାଠ କରିବେ। ଅପା ଏଇଠି ଦୁର୍ଗା ସ୍ତୋତ୍ର। ମା ତହ ଦୁର୍ଗେ ସିଂହ ବାହିନୀ ସର୍ବଶକ୍ତି ଦାୟିନୀ ମା ତହ ଶିବପ୍ରିୟେ ତୋର ସତ୍ୟାଂଶ ଜାତ ଆମ୍ଭେମାନେ ଭାରତବର୍ଷର ଯୁବକଗଣ ତୋର ମନ୍ଦିରରେ ଆସିନ ପ୍ରାର୍ଥନା କରୁଛୁ। ଶୁଣ ମା ତହ ଏହି ଭାରତବର୍ଷରେ ଆବିର୍ଭୂତ ହୁଅ ପ୍ରକାଶ ହୁଅ। ମା ତହ ଦୁର୍ଗେ ଯୁଗେ ଯୁଗେ ମାନବ ଶରୀରରେ ଅବତୀର୍ଣ୍ଣ ହୋଇ ଜନ୍ମେ ଜନ୍ମେ ତୋରି ହିଁ କାର୍ଯ୍ୟ କରି ତୋ ଆନନ୍ଦ ଧାମରେ ଫେରିଯାଉ। ଏଥର ବି ଜନ୍ମ ହୋଇ ତୋରି କାର୍ଯ୍ୟରେ ହିଁ ଆମେମାନେ ପ୍ରତି ଶୁଣ ମା ତହ ଏହି ଭାରତବର୍ଷରେ ଆବିର୍ଭୂତ ହୁଅ ସହାୟ ହୁଅ। ମା ତହ ଦୁର୍ଗେ ସିଂହ ବାହିନୀ ତ୍ରିଶୂଳ ଧାରିଣୀ ବର୍ମ ଆବୃତ ସୁନ୍ଦର ଶରୀରେ ମା ତହ ଜୟଦାୟିନୀ ତୋ ପ୍ରତୀକ୍ଷାରେ ଭାରତ ରହିଅଛି। ତୋର ସେଇ ମଙ୍ଗଳମୟୀ ମୂର୍ତ୍ତି ଦେଖିବାକୁ ଉତ୍ସୁକ। ଶୁଣ ମା ତହ ଏହି ଭାରତବର୍ଷରେ ଆବିର୍ଭୂତ ହୁଅ ପ୍ରକାଶ ହୁଅ। ମା ତହ ଦୁର୍ଗେ ବଳଦାୟିନୀ ପ୍ରେମଦାୟିନୀ ଜ୍ଞାନଦାୟିନୀ ଶକ୍ତି ସ୍ୱରୂପିଣୀ ଭୀମେ ସୌମ୍ୟ ରୌଦ୍ର ରୂପିଣୀ ଜୀବନ ସଂଗ୍ରାମେ ଭାରତ ସଂଗ୍ରାମେ ତୋର ପ୍ରେରିତ ଯୋଦ୍ଧା ଆମ୍ଭେମାନେ। ଦିଅ ମା ପ୍ରାଣ ମନେ ଅସୁରର ଶକ୍ତି ଅସୁରର ଉଦ୍ୟମ ଦିଅ ମା ହୃଦୟରେ ବୁଦ୍ଧିରେ ଦେବ ଚରିତ୍ର ଦେବ ଜ୍ଞାନ। ମା ତହ ଦୁର୍ଗେ ଜଗତ ଶ୍ରେଷ୍ଠ ଭାରତ ଜାତି ନିବିଡ଼ ତିମିରରେ ଆଚ୍ଛନ୍ନ ଥିଲା। ତୁ ହିଁ ମା ତହ ଗଗନ ପ୍ରାନ୍ତରେ ଅଳ୍ପ ଅଳ୍ପ ଉଦୟ ହେଉଛୁ। ତୋର ସ୍ୱର୍ଗୀୟ ଶରୀର ତିମିର ବିନାଶିନୀ ଆଭାରେ ଉଷାର ପ୍ରକାଶ ହେଲା। ଆଲୋକ ବିସ୍ତାର କର ମା ତହ ତିମିର ବିନାଶ କର। ମା ତହ ଦୁର୍ଗେ ଶ୍ୟାମଳା ସର୍ବ ସୌନ୍ଦର୍ଯ୍ୟ ଅଳଙ୍କୃତା ଜ୍ଞାନ ପ୍ରେମ ଶକ୍ତିର ଆଧାର ଭାରତ ଭୂମିତର ବିଭୂତି ଆଜି ପର୍ଯ୍ୟନ୍ତ ଶକ୍ତି ସଂଗ୍ରହଣରେ ଆତ୍ମଗୋପନ କରିଥିଲା। ଆଗତ ସେଇ ଯୁଗ ଆଗତ ସେଇ ଦିନ ଯେତେବେଳେ ସମଗ୍ର ବିଶ୍ୱର ଭାର ସ୍କନ୍ଧରେ ବହନ କରି ଭାରତ ଜନନୀ ଉଠୁଅଛି।
ଆସ ମାତଃ ପ୍ରକାଶ ହୁଅ। ମାତଃ ଦୁର୍ଗେ ତୋର ସନ୍ତାନ ଆମ୍ଭେମାନେ ତୋ ପ୍ରସାଦରେ ତୋ ପ୍ରଭାବରେ ମହତ୍ କାର୍ଯ୍ୟ ମହତ୍ ଭାବରୁ ଉପଯୁକ୍ତ ହେଉ। ହେ ମାତଃ ବିନାଶ କର କ୍ଷୁଦ୍ରତା, ବିନାଶ କର ସ୍ୱାର୍ଥ, ବିନାଶ କର ଭୟ। ମାତଃ ଦୁର୍ଗେ କାଳୀ ରୂପିଣୀ ମୁଣ୍ଡ ମାଳିନୀ ଦିଗମ୍ବରେ ରୂପାଣ ପାଣି ଦେବୀ ଅସୁର ବିନାଶିନୀ କ୍ରୂର ନିନାଦରେ ଅନ୍ତସ୍ତରୀକୁ ବିନାଶ କର। ଗୋଟିଏ ବି ଯେପରି ଆମମାନଙ୍କ ମଧ୍ୟରେ ଜୀବିତ ରହିନପାରେ, ବିମଳ ନିର୍ମଳ ଯେପରି ହେଉ, ଏହି ପ୍ରାର୍ଥନା ମାତଃ ପ୍ରକାଶ ହୁଅ। ମାତଃ ଦୁର୍ଗେ ସ୍ୱାର୍ଥ ଭୟ କ୍ଷୁଦ୍ରାଶୟତାରେ ମ୍ରିୟମାଣ ଭାରତ, ହେ ମାତ ଆମ୍ଭମାନଙ୍କୁ ମହତ୍ କର, ମହତ୍ ପ୍ରୟାସୀ କର, ଉଦାରଚେତା କର, ସତ୍ୟ ସଂକଳ୍ପ କର, ଯେପରି ଆଉ ଅଳ୍ପାସୀ ନିଶ୍ଚେଷ୍ଟ ଅଳସ ଭୟଭୀତ ନ ହଉ। ମାତଃ ଦୁର୍ଗେ ଯୋଗ ଶକ୍ତି ବିସ୍ତାର କର, ଆମେ ତୋର ପ୍ରିୟ ଆର୍ଯ୍ୟ ସନ୍ତାନ, ଆମମାନଙ୍କ ମଧ୍ୟରେ ଲୁପ୍ତ ଶିକ୍ଷା ଚରିତ୍ର ମେଧାଶକ୍ତି ଶ୍ରଦ୍ଧା ଭକ୍ତି ତପସ୍ୟା ବ୍ରହ୍ମଚର୍ଯ୍ୟ ସତ୍ୟଜ୍ଞାନ ବିକାଶ କରି ଜଗତରେ ବିତରଣ କର। ମାନବ ସହାୟ ଦୁର୍ଗତି ନାଶିନୀ ଜଗଦମ୍ବେ ପ୍ରକାଶ ହୁଅ। ମାତଃ ଦୁର୍ଗେ ଅନ୍ତସ୍ତରୀକୁ ସଂହାର କରି ବାହାରର ବାଧାବିଘ୍ନ ନିର୍ମୂଳ କର। ବଳଶାଳୀ ପରାକ୍ରମୀ ଉନ୍ନତଚେତା ଆର୍ଯ୍ୟ ଜାତି ଭାରତର ପବିତ୍ର କାନନେ ଉର୍ବର କ୍ଷେତ୍ରେ ଗଗନ ସହଚର ପର୍ବତ ତଳେ ପୂତ ସଲିଳା ନଦୀ ତୀରେ ଏକତା ପ୍ରେମ ସତ୍ୟ ଶକ୍ତି ଶିଳ୍ପ ସାହିତ୍ୟ ବିକ୍ରମ ଜ୍ଞାନରେ ଶ୍ରେଷ୍ଠ ହୋଇ ନିବାସ କରୁ। ମାତୃଚରଣରେ ଏହା ହିଁ ପ୍ରାର୍ଥନା ପ୍ରକାଶ ହୁଅ। ମାତଃ ଦୁର୍ଗେ ଆମମାନଙ୍କ ମଧ୍ୟରେ ଯୋଗ ବଳରେ ପ୍ରବେଶ କର, ଆମ୍ଭେମାନେ ହୋଇ ଉଠିବୁ ତୋର ଯନ୍ତ୍ର ଅଶୁଭ ବିନାଶୀ ତରବାରୀ ଅଜ୍ଞାନ ତିମିର ବିନାଶୀ ପ୍ରଦୀପ। ହେ ମାତଃ ଭାରତର ଯୁବକଗଣଙ୍କର ଏହି ବାସନା ପୂର୍ଣ୍ଣ କର, ଯନ୍ତ୍ରୀ ହୋଇ ଯନ୍ତ୍ର ଚଳାଅ, ଅଶୁଭ ଯନ୍ତ୍ରୀ ହୋଇ ତରବାରୀ ଘୁରାଅ, ଜ୍ଞାନ ଦୀପ୍ତି ପ୍ରକାଶିନୀ ହୋଇ ପ୍ରଦୀପ ଧର ପ୍ରକାଶ ହୁଅ। ମାତଃ ଦୁର୍ଗେ ତତେ ପାଇଲେ ଆଉ ବିସର୍ଜନ କରିବୁ ନାହିଁ, ଶ୍ରଦ୍ଧା ଭକ୍ତି ପ୍ରେମର ଡୋରରେ ବାନ୍ଧି ରଖିବୁ। ଆସ ମାତ ଆମମାନଙ୍କ ମନ ପ୍ରାଣ ଶରୀରରେ ପ୍ରକାଶ ହୁଅ। ବୀର ମାର୍ଗ ପ୍ରଦର୍ଶିନୀ ଆସ, ଆଉ ବିସର୍ଜନ କରିବୁ ନାହିଁ, ଆମମାନଙ୍କ ସମଗ୍ର ଜୀବନ ହଉ ନିରବଚ୍ଛିନ୍ନ ଦୁର୍ଗା ପୂଜା, ଆମମାନଙ୍କ ସକଳ କାର୍ଯ୍ୟ ଅବିରତ ପବିତ୍ର ପ୍ରେମମୟ ଶକ୍ତିମୟ ମାତୃ ସେବାବତ ହଉ। ଏହା ହିଁ ପ୍ରାର୍ଥନା ମାତ ଭାରତରେ ଆବିର୍ଭୂତ ହୁଅ ମା ପ୍ରକାଶ ହୁଅ। ବହୁତ ବହୁତ ଧନ୍ୟବାଦ ଅଞ୍ଜୁପା। ବର୍ତ୍ତମାନ ଆମେ ଆଲୋଚନା ପ୍ରସଙ୍ଗକୁ ଆସିବା। ଆଜି ଗୋଟେ ପ୍ରସଙ୍ଗ ବଛା ହେଇଛି, ମୁଁ ଅବଶ୍ୟ ଆପଣଙ୍କୁ ପଚାରୁଥିଲି ଆପଣ ଯେହେତୁ ଅଭିଷୁ କିଛି ଟପିକ ସ୍ଥିର କରିଛନ୍ତି କି? ନାଇଁ ଆପଣ ଯାହା ଚିନ୍ତା କରି କହିଲେ। ମୋ ମୁଣ୍ଡକୁ ବାହାରିଲା ଭିତରୁ ଗୋଟେ କଥା ଆସିଲା ଇଟର୍ନାଲ ସାକ୍ରିଫାଇସ୍। ଇଟର୍ନାଲ ସାକ୍ରିଫାଇସ୍ ଅର୍ଥ ଶାଶ୍ୱତ ଉତ୍ସର୍ଗ। ଆମେ ସବୁ ମା ସିନ୍ଧୁକୁ ଭଲ ପାଉଛୁ। ଶ୍ରୀ ଅରବିନ୍ଦ କହିଲେ ଆମେ କଣ ବୁଝୁ, ସେ କଥାଟିକୁ ନେଇ ଆମ ଭିତରକୁ ଆମେ ସମୀକ୍ଷା କରିବା ଦରକାର। ସତରେ ମୁଁ ଶ୍ରୀ ଅରବିନ୍ଦ କଣ ବୁଝିଛି? ଯଦି ସଂସାର ସୃଷ୍ଟି ହେବା ଦିନଠାରୁ ଯଦି କେହି ସବୁଠୁ ମହତ୍ତମ ତ୍ୟାଗ କରିଛି ସେ ହେଉଛନ୍ତି ଶ୍ରୀ ଅରବିନ୍ଦ। ତାଙ୍କର ଏ ତ୍ୟାଗ ପଶ୍ଚାତରେ ଉଦ୍ଦେଶ୍ୟ କଣ? ଦିବ୍ୟ ଅଭିବ୍ୟକ୍ତି, ଭଗବାନଙ୍କୁ ପ୍ରକାଶ କରିବା। ଶ୍ରୀ ଅରବିନ୍ଦ ଯୋଉ ପ୍ରକାର ତ୍ୟାଗ କରିଛନ୍ତି ଏ ମନୁଷ୍ୟ ସହଜରେ ଉପଲବ୍ଧି କରିପାରୁନାହିଁ। ତେଣୁ ମାନବ ଚେତନାର ପରିବର୍ତ୍ତନ ଧିମି ଯାଇଛି। ସେଇଥିପାଇଁ ମା ଲେଖିଲେ what a tremendous sacrifice Sri Aurobindo has made, people do not know. ଲୋକମାନେ ଜାଣନ୍ତି ନାହିଁ ଶ୍ରୀ ଅରବିନ୍ଦ କେତେ ବଡ ତ୍ୟାଗଟେ ଯେ କରିଛି। କି ଚମତ୍କାର ତ୍ୟାଗ ସେଟା। এটা ଚମତ୍କାର କୁହାଯିବ, ଏଟାକୁ ମହତ୍ତମ ତ୍ୟାଗ ଯୋଉଟା କୁହାଯାଏ, ଯୋଉଟା କି ଭଗବାନଙ୍କ ସକାଶେ ସବୁ କିଛିକୁ ଦାନ କରିଦବା, ସବୁ କିଛିକୁ ଉତ୍ସର୍ଗ କରିଦବା, ତାହେଲେ ସବୁ କିଛି ଭଗବତ୍ମୟ ହେଇଯିବ। ଆଉ ଯାହା କିଛି ନିଜର କରିକି ରଖାଯାଏ ସେ ଅଧିକ ହେଇକି ରହିଯାଏ, ତାର ପରିବର୍ତ୍ତନ ଦିଗ ଖୋଲେନି। ଏପର୍ଯ୍ୟନ୍ତ ଯେତେ ସବୁ ଅବତାର ଆସିଛନ୍ତି ସବୁରି ଭିତରେ ଶ୍ରୀ ଅରବିନ୍ଦ ହିଁ ଅଛନ୍ତି। ଆମେ ଭାବିବାନି ପ୍ରଭୁ ଶ୍ରୀରାମ ଆସିଲେ ସେ ଶ୍ରୀରାମଙ୍କ ନାଁରେ ଶ୍ରୀ ଅରବିନ୍ଦ ଆସିଛନ୍ତି।
प्रभु श्रीकृष्ण आसिले श्रीकृष्ण ना श्री अरविंद आसते तेणु श्री अरविंद कहले को व्यक्ति को बुझाए ना आम सब गोटे व्यक्ति भितर बांधि आम श्री अरविंद को यथार्थ बुझीपर ना श्री अरविंद आश्रम थी श्री अरविंद को बुझीपार नथिले माँ को प्रश्न कले माँ तार उत्तर रे कहले हु कैन अंडरस्टैंड श्री अरविंद ही इज as vast as the universe and his teaching is infinite ये श्री अरविंद किए आमे समस्ते बुझुतिले हाँ भारत वर्षर कलिकता सहर में जन्म होती 7 वर्ष बयस जाए बिलात रही 14 वर्ष काल बिलात रहा भारत को फेरी मुंडे गोटे कथा थिला जे भारतर मुक्ति तेणु आईसीएस को छाड़िले चाकरी जो कले से चाकरी तांकर उद्देश्य नुह देशर मुक्ति होची तांकर उद्देश्य एवं देशर स्वाधीनता पे अनेक किछि कला परे तापरे एमिति गोटे परिस्थिति रे आलिपुर जेल को गले जेल भगवान श्रीकृष्ण सहित साक्षात है श्रीकृष्ण जो प्रकार प्रेरणा देले से प्रकार कार्य कले तापर श्रीकृष्ण चेतना तांका मध्य को अवतरी आसला तापर संपूर्ण रूपे एकांत रहिले गोटे नुआ चेतना पाई काम कले तापर महान होती महायोगी होती ये हूँ आम मान मानसिक चिंताधारा मन रखा दरकार ये सब हूँ लीला कहीं लीला क्या आमे माने चेतनार जो स्तर में आसी पहुंचीचु जो शक्ति बा जो चेतना आमको ये पर्यटन आनी पहुंचे से चेतना हूँ श्री अरविंद चेतना ये श्री अरविंद चेतना निश्चेतनार गर्भ को प्रवेश करी विवर्तित धारा से चेतना धीरे धीरे उन्मोचित होती एवं तार परिप्रकाश स्वरूप गछलता प्राणी माने एवं तापर मानव माने सृष्टि होती जड़र परिप्रकाश प्राणर परिप्रकाश क्रियाशील प्राणर परिप्रकाश एवं तापर शेष मनर परिप्रकाश तथापि श्री अरविंद चेतना एतिके सरी जाई ना ये श्री अरविंद चेतनार कार्यधारा आहरी अच्छी से प्रत्येक व्यक्ति भितर संयुक्त थिबा दिव्य चेतना को प्रत्येक व्यक्ति चिन्हिब जानिब एवं से दिव्य चेतना जो समग्र सत्ता को अधिकार करिव तापर सबकिछि सत्ता विशेष कर मन प्राण एवं शरीर सत्ता दिव्यमय हो ये मन प्राण शरीर दिव्यमय होला परे तापर दिव्यंकर अभिव्यक्ति हो तेणु अदिव्य मन प्राण शरीर दिव्यंकर अवतरण हटेगा संभव नुहे जमीती हेलीपैड को आम आम पड़िया लैंडिंग कर दे पारिबा किंतु गोटे एरोप्लेन को आम पड़िया लैंडिंग करे हो ना छत पर लैंडिंग करे हो हम नहीं गोटे प्रशस्त क्षेत्र दरकार तार जाके एरोप्लेन लैंडिंग कर सेमिति श्री अरविंद जो चेतना से चेतना हूँ अतिमानस चेतना परम चेतना ताकि ये पृथ्वी ग्रहण करने में प्रस्तुत है कि पृथ्वी एपर्यंत जहाँ जहाँ सब परिप्रकाश होने कहीं प्रस्तुत होना विवर्तनगत धारा आमे माने जड़रू मानव को आसिले मन रखिया भाई बहन माने ये मानव विवर्तनर हुए तो श्रेष्ठ कृतित्व किंतु शेष कृतित्व नुहे तो शेष कृतित्व कौन ताको प्रतिपादित करने अभिव्यक्ति करने श्री अरविंदर इटर्नल सैक्रिफाइस तेणु विवर्तनर शेष कृतित्व कौन डिवाइन मैनिफेस्टेशन
ଯେପର୍ଯ୍ୟନ୍ତ ଦିବ୍ୟଙ୍କୁ ଆମେ ଅଭିବ୍ୟକ୍ତି କରିନାହୁଁ ସେ ପର୍ଯ୍ୟନ୍ତ ଶ୍ରୀ ଅରବିନ୍ଦଙ୍କର କାର୍ଯ୍ୟଧାରା ସରିନି। ତେଣୁ ଏ ପୃଥିବୀରେ ଯୋଉ ଚେତନା ବର୍ତ୍ତମାନ ଅଛି, ମନୁଷ୍ୟ ଯୋଉ ଚେତନାରେ ବଞ୍ଚୁଛି, ମନୁଷ୍ୟ ଯୋଉ ଚେତନାରେ ସବୁ କିଛିକୁ ଭେଟୁଛି ବା ଦେଖୁଛି, ଉପଲବ୍ଧି କରୁଛି, ଏଇଥିରେ ପରମଙ୍କୁ ଉପଲବ୍ଧି କରିବା ତା ଦ୍ୱାରା ସମ୍ଭବ ନୁହେଁ। ସେଇଥିପାଇଁ ଶ୍ରୀ ଅରବିନ୍ଦଙ୍କ ଯୋଗ କରିବା କୌଣସି ମନୁଷ୍ୟ ପକ୍ଷେ ସମ୍ଭବ ନୁହେଁ। ତାହେଲେ ଆମେ କଣ କରୁଛୁ? ଭଲ କି କଥାଟା ମନେ ରଖିବା। ଶ୍ରୀ ଅରବିନ୍ଦଙ୍କର ଯୋଗ ଯୋଉ ପୂର୍ଣ୍ଣ ଯୋଗ ବୋଲି କୁହାଯାଉଛି, କୌଣସି ମନୁଷ୍ୟ କରିବା ସମ୍ଭବପର ନୁହେଁ। ତେଣୁ ମାଙ୍କୁ ଆସିବାକୁ ପଡିଲା। ଯୋଉ ମା ଏଇ ପରମଙ୍କର କ୍ରିୟାତ୍ମକ ଶକ୍ତି, ଚେତନା ଓ ଶକ୍ତି, ତେବେ ପରମ ଯୋଉ ପ୍ରକାର ସଂକଳ୍ପ କରିଛନ୍ତି ତାକୁ କ୍ରିୟାର ରୂପ ଦେବା ପାଇଁ ମା ଆସିଲେ। ମା ଆମର ଦାୟିତ୍ୱ ନେଲେ। କଣ ଦାୟିତ୍ୱ ନେଲେ? ଜୀବନର ଦାୟିତ୍ୱ ନେଲେ, ଆମ ଶିକ୍ଷାର ଦାୟିତ୍ୱ ନେଲେ, ଆମ ସାଧନାର ଦାୟିତ୍ୱ ନେଲେ, ପୃଥିବୀର ଯୋଉ ବିବର୍ତ୍ତନଗତ କ୍ରିୟାଧାରାର ଦାୟିତ୍ୱ ନେଲେ ଏବଂ ରୂପାନ୍ତର ଦାୟିତ୍ୱ ନେଲେ। ପରମଙ୍କୁ ଯେମିତି ଅଭିବ୍ୟକ୍ତି କରି ହବ, ସେଥିପାଇଁ ଯାହା ଯାହା କରିବାକୁ ପଡିବ ଏ ସବୁ କିଛିର ଦାୟିତ୍ୱ ମା ନେଲେ। ତେଣୁ ଯୋଉମାନେ ମାଙ୍କ ପାଖରେ ନିଜକୁ ସାକ୍ରିଫାଇସ କରିବେ ସେମାନେ ଶ୍ରୀ ଅରବିନ୍ଦଙ୍କ ଚେତନାକୁ ଲାଭ କରିପାରିବେ। ଅଦରୱାଇଜ ଆମେ ଶ୍ରୀ ଅରବିନ୍ଦଙ୍କୁ କେବେ ମଧ୍ୟ ଲାଭ କରିପାରିବା ନାହିଁ, ତାଙ୍କ ଯୋଗ ମଧ୍ୟ କରିପାରିବା ନାହିଁ। ଏପରିକି ଶ୍ରୀ ଅରବିନ୍ଦଙ୍କର ଭାଇ ବାରିନ ଶ୍ରୀ ଅରବିନ୍ଦଙ୍କୁ ସାକ୍ଷାତ କରିବାକୁ ଚାହିଁଲେ ବି ମାଙ୍କଠୁ ଆପଏଣ୍ଟମେଣ୍ଟ ନେବାକୁ ପଡିଲା। କାଲି କିଏ ଜଣେ ଫରେନ ଲେଡି ପଳେଇ ଆସିଲେ, ମୁଁ ବର୍ତ୍ତମାନ ତାଙ୍କୁ କହିବି ମୋ ଭାଇକୁ ଦେଖା କରିବି ବୋଲି ହେଇପାରିବନି। ମୁଁ ପଛେ ଆଶ୍ରମ ଛାଡିକି ପଳେଇବି, ମୁଁ ତାଙ୍କଠୁ ଆପଏଣ୍ଟମେଣ୍ଟ ନେଇପାରିବିନି। ଏଇ ପ୍ରକାର ଭାବଧାରା ତାଙ୍କ ଭିତରେ। ଏଇଟା ହଉଛି ହ୍ୟୁମାନ କନସିୟସନେସ। ଏଇଟା ତାଙ୍କର ହେଇଛି ବୋଲି ମାନେ ଆହୁରି ଅନେକ ସାଧକଙ୍କର ଏମିତି ହେଇଛି। ଯେମିତି ଆହୁରି ଅନେକ ସାଧକଙ୍କର ଏଇ ପ୍ରକାର ଭାବଧାରା ଦେଖାଗଲା। ତେଣୁ ଶ୍ରୀ ଅରବିନ୍ଦଙ୍କୁ 1928 ମସିହାରେ ଏଇ ମା କିଏ ସେ ତାଙ୍କୁ ଜାଣିବା ପାଇଁ ମା ପୁସ୍ତକ ଲେଖିବାକୁ ପଡିଲା। କେବଳ ଏଇ ମା କିଏ ଜାଣିବା ପାଇଁ। ଆଉ ଯୋଉମାନେ ମାଙ୍କ ପାଖେ ନିଜକୁ ଉତ୍ସର୍ଗ କରିବେ, ତାଙ୍କର ସମଗ୍ର ଚିନ୍ତା, ସମଗ୍ର ଅନୁଭବ, ସମସ୍ତ କାର୍ଯ୍ୟଧାରା ଏବଂ ପ୍ରତ୍ୟେକ ଗତିବିଧି ସବୁ କିଛି ଏଭ୍ରିଥିଙ୍ଗ ଯୋଉମାନେ ମାଙ୍କ ପାଖରେ ନିଜକୁ ଦେବେ, ସବୁ କିଛି ଉତ୍ସର୍ଗ ହବ ମାଙ୍କ ପାଖରେ, ସେଇମାନେ ହିଁ ପରମଙ୍କର ସାନ୍ନିଧ୍ୟରେ ଆସିବେ। ମାଙ୍କ ବିନା ଶ୍ରୀ ଅରବିନ୍ଦଙ୍କୁ ଲାଭ କରି ହବନି ବା ପରମଙ୍କୁ ଲାଭ କରି ହବ ନାହିଁ। ତେଣୁ ଏଇ ଯୋଉ ଶ୍ରୀ ଅରବିନ୍ଦଙ୍କର ଯୋଉ ଚେତନା ବ୍ୟକ୍ତିର ଅହଙ୍କାର ଭିତରେ ଦେଇ ବି କାମ କରୁଛି। ତେଣୁ ଅହଙ୍କାର ଭିତରେ ବି ଯେହେତୁ ମାଙ୍କ ଶକ୍ତି କାମ କରୁଛି, ତ ଆମେ ସେ ଶକ୍ତିକୁ ଚିହ୍ନିବା ଦରକାର। ଏଇ ଶକ୍ତିକୁ ଚିହ୍ନି ପାରିବା ପାଇଁ ସେ ଶକ୍ତି ପାଖରେ ଆମର ସାକ୍ରିଫାଇସ ରହିବା ଦରକାର, ଉତ୍ସର୍ଗ ରହିବା ଦରକାର, କନସିକ୍ରେସନ ରହିବା ଦରକାର। ଯେପର୍ଯ୍ୟନ୍ତ ସେ ଶକ୍ତି ପାଖରେ ଆମେ କନସିକ୍ରେଟେଡ ହେଇନାହୁଁ, ଉତ୍ସର୍ଗୀକୃତ ହେଇନାହୁଁ, ସେ ଶକ୍ତିକୁ କେବେ ଆମେ ଉପଲବ୍ଧି କରିପାରିବା ନାହିଁ। ତେଣୁ ଭାଇ ଭଉଣୀ ମାନେ, ଆମ ଜୀବନ ଯୋଉଥିପାଇଁ ଉଦ୍ଦିଷ୍ଟ ହେଇଛି ସେ ଉଦ୍ଦେଶ୍ୟକୁ ବୁଝିବା ଏତେ ସହଜ ସାଧ୍ୟ କଥା ନୁହେଁ। ତେଣୁ ଆମେ ମାଙ୍କୁ ଭଲ ପାଇଲେ ଆମ ଭିତରେ ପ୍ରକୃତ ସାକ୍ରିଫାଇସ କଣ ଜାଣି ହବ। ଏଇ ଯୋଉ ମା ପୃଥିବୀକୁ ନ ଆସିବା ପର୍ଯ୍ୟନ୍ତ ପୃଥିବୀର ରୂପାନ୍ତର କାର୍ଯ୍ୟଧାରା ତ୍ୱରାନ୍ୱିତ ହେଇପାରିବ ନାହିଁ। ତେଣୁ ପରମଙ୍କର କାର୍ଯ୍ୟଧାରାରେ ଗୋଟେ ଅଦ୍ଭୁତ ପ୍ରକାର ପ୍ରଦର୍ଶିତ ହେଇଛି। ଏଇ ମାଙ୍କୁ ପରମ ଛୋଟ ବୟସରୁ 11ରୁ 13 ବର୍ଷ ବୟସ ଭିତରେ ପ୍ରତିଦିନ ରାତିରେ ସ୍ୱପ୍ନରେ ଦେଖାଦେଲେ। ପରମ ହିଁ ଦେଖା ଦେଇଛନ୍ତି।
जे कि श्री अरविंद हेले ये माँ बुझी पार ना केवल तांका भितर गोटे कथा आसूची किए से ये मते कहीं देखा दौरान सहित मोर कौन काम बोधे पृथ्वी सहित मोर किसी कार्य करार अच्छी तेणु से मते देखा दौरान तो से कार्यधारा टी कौन है पारे से जानी पारु ना तापरे सौभाग्यक्रमे 1909 मसीह जितेबले श्री अरविंद आलीपुर जेल रिलीज हेले गोटे वर्ष काल श्री अरविंद को जो ट्रेनिंग दिया भगवान श्रीकृष्ण देते से ट्रेनिंग को परवर्ती कार्य से प्रतिपाद्य करेंगे फलप्रसू करेंगे तेणु जो ट्रेनिंग नहीं से कार्य रूप देवे से देखिले ए कार्य करने माँ एटिक आसवा आवश्यक तेणु माँ केमी आसवे परम भी कम कर कौन कले जितेबले भगवान श्रीकृष्ण निर्देश देले गो टू पंडिचेरी ये पंडिचेरी जीवा भगवान इच्छा तेणु पंडिचेरी आ ब्रिटिश माने किसी गोलमाल करें श्री अरविंद सुरक्षित रहे रिफ्यूजी रहे तारी भितर श्रीमांकर जे स्वामी से आसी था पंडिचेरी को क्या पंडिचेरी सहर से फरासी मान अधीन फरासी प्रतिनिधि से सी जानिले जड़े उच्च शिक्षित जोगी उच्च शिक्षित पुणी जोगी आमर शरणापन्न होती से व्यक्तित्व केमितिका टे भेटिवा प्रथमे श्रीमांकर स्वामी भेटिले श्री अरविंद प्रथम जो मीटिंग रे अर्थात साक्षात रे अभिभूत हो पड़ते से कहले मो जीवन में एमतीका गुरु के देखी नी एमतीका जोगी मु देखी नी पूरा प्रैक्टिकल जोगी है मॉडर्न जोगी है वास्तव कथा कहते को पारंपरिक कथा कहना ये प्रकृत जोगी तेणु माँ को भीतर जो व्याकुलता रोचे किए से मत राति देखा दौरान स्वामी खबर देले मु पंडिचेरी जड़े जोगी को भेटिली तम भीतर जो आकांक्षा अच्छी जो प्रश्न उठी मुझे भावुची बोधे सी ही पूरण करें अच्छा माँ से कौन कले श्री अरविंद सिंबल टी आंकिले ये जो श्री अरविंद सिंबल टी आंकिले नक्शा है स्वामी को देले निहत एटा देखेब जो श्रीमांकर स्वामी श्री अरविंद को से सिंबल टी देखेले आम सीना सिंबल कहते से नक्शा देखेले से श्री अरविंद स्पष्ट हो गले अरे माँ ताले पृथ्वी को आसी सारे आउ ए स्पिरिचुअल रिवोल्यूशन को कई रोकी पारे ना तापरे से तार उत्तर देले से सिंबल मीनिंग जो पाइले मोर जे आराध्य मु जहाँ को खोजुची मोर स्पिरिचुअल प्रोग्रेस रे जे सहायक हेबे मोर प्रकृत इंस्पिरेशन जे मोर प्रकृत गाइड जे से तो सेठी अछंती मु जहाँ को कृष्ण रूप में आराधना करूची से तो सेठी अछंती कौन सी प्रकारे मु ताको साक्षात करी यही भावधारा को नहीं माँ छुट्टी आसिले पंडिचेरी 1914 मसीहा मार्च 29 तारीख सकाल 7:30 समय पंडिचेरी पहुंचले माँ पहुंचले किंतु श्री अरविंद को रहती जानी ना जाओ अपराह्न 3:30 समय श्री अरविंद रोता घर को से पाईगले जन व्यक्ति देखला इंडिकेट करदेला तापर तले श्री अरविंद को से साक्षात कले से संपूर्ण रूपे निजक उत्सर्ग कले एटा होची इटर्नल सैक्रिफाइस माँ जो प्रकार भाव श्री अरविंद पाखरे निजक निवेदन कले ए प्रकार निवेदन आउ कि करना तार पूर्व दृष्टांत अच्छी राधा जमी श्रीकृष्ण पाखे समर्पित
ବର୍ତ୍ତମାନ ମା ସେଇଭଳି ଅନୁଭବ କରିଛନ୍ତି ମୁଁ ହଉଛି ସେ ରାଧା, ସିଏ ହଉଛନ୍ତି ମୋର କୃଷ୍ଣ, ମୁଁ ତାଙ୍କ ପାଖରେ ପୂର୍ଣ୍ଣ ନିବେଦିତ। এই ପୂର୍ଣ୍ଣ ନିବେଦିତାର ଅର୍ଥ ହଉଛି ଇଟର୍ନାଲ ସାକ୍ରିଫାଇସ୍। ତେଣୁ ମା ତାଙ୍କ ଭିତରର ଯୋଉ ସ୍ପିରିଚୁଆଲ ଭାବଟିକୁ ରଖିଥିଲେ ତାକୁ ଆହୁରି ଉଜ୍ଜୀବିତ କରିବା ପାଇଁ, ତାଙ୍କର ସମଗ୍ର ସତ୍ତାରେ କ୍ରିୟାଶୀଳ କରିବା ପାଇଁ, ସମଗ୍ର ସୃଷ୍ଟିରେ ତାକୁ କ୍ରିୟାଶୀଳ କରିବା ପାଇଁ ସବୁ କିଛିକୁ ପରମଙ୍କ ପାଖରେ ନିବେଦନ କରିଦେଲେ। ଆମେ ସମସ୍ତେ ରାଧାର ପ୍ରାର୍ଥନା ପଢୁଛେ, ବୋଲୁଛେ, ତାର ମିନିଂ ମଧ୍ୟ ଅନୁଭବ କରିଛେ। ତେବେ ଏଇ ଯୋଉ ସରେଣ୍ଡର, କମ୍ପ୍ଲିଟ ସରେଣ୍ଡର, ଟୋଟାଲ ସରେଣ୍ଡର, ଇଟର୍ନାଲ ସରେଣ୍ଡର, ଏଇଟା ଯେପର୍ଯ୍ୟନ୍ତ ନ ହେଇଛି ଆମେ ଶାଶ୍ୱତଙ୍କୁ ବୁଝିପାରିବା ନାହିଁ। ଏଇ ଶ୍ରୀ ଅରବିନ୍ଦ ହଉଛନ୍ତି ସେଇ ଇଟର୍ନାଲ, ସେଇ ଶାଶ୍ୱତ, ତାଙ୍କୁ ବୁଝି ହବ ନାହିଁ। ସେ ମାଇଣ୍ଡର ବହୁତ ଉର୍ଦ୍ଧ୍ୱର କଥା, ଆଉ ମଣିଷ ସବୁବେଳେ ତାକୁ ମାଇଣ୍ଡରେ ଜଜ୍ କରେ, ତେଣୁ କନଫ୍ୟୁଜ ହୁଏ। ଯେହେତୁ ମନ ହଉଛି ଅଜ୍ଞାନତାର ଯନ୍ତ୍ର, ତା ଭିତରେ ଅନେକ ଅବିଶ୍ୱାସ, ସନ୍ଦେହ, ଧାରଣା, ଅଭିରୁଚି, ଅଭିମତ ରହିଛି। ତେଣୁ ଶ୍ରୀ ଅରବିନ୍ଦଙ୍କ ଭଳି ପରମ ଚେତନାର ବ୍ୟକ୍ତିତ୍ୱଙ୍କୁ ଏ ମନ ଭିନ୍ନ ଭିନ୍ନ ରୂପ ଦେଇ ବ୍ୟାଖ୍ୟାନ ଦବ। ଶ୍ରୀ ଅରବିନ୍ଦଙ୍କୁ କି ବ୍ୟାଖ୍ୟାନ କରିବାଟା ଭୁଲ ଭାଲ କଥା। ଶ୍ରୀ ଅରବିନ୍ଦ ଶ୍ରୀ ଅରବିନ୍ଦ, ତାର ସବଷ୍ଟିଚ୍ୟୁଟ କେହି ନାହିଁ, କି ଅଲ୍ଟରନେଟ କେହି ନାହିଁ। ଶ୍ରୀ ଅରବିନ୍ଦ ଶ୍ରୀ ଅରବିନ୍ଦ, ତା ବଦଳରେ ଆମେ ଆଉ କାହାକୁ ଦେଇଦେବୁ ଶ୍ରୀ ଅରବିନ୍ଦ କହିଦେବୁ, ନେବର। ତେଣୁ ମା ଯୋଉ ସମ୍ପୂର୍ଣ୍ଣ ରୂପେ ନିଜକୁ ନିବେଦନ କରିଦେଲେ ଆଉ ଇଣ୍ଡିଆନ କଲଚରକୁ ଆଡାପ୍ଟ କରି ନେଇଗଲେ, କାରଣ ଭାରତୀୟ ସଂସ୍କୃତି ଭିତରେ এই ইଟর্নাল ସାକ୍ରିଫାଇସଟା ଅଛି। ଭାରତୀୟ ସଂସ୍କୃତିର ନିର୍ଯାସକୁ ଯଦି ଆମେ ଦେଖୁ, ବା ଏସେନ୍ସ ବୋଲି ଯୋଉଟା କୁହାଯାଏ, ନିର୍ଯାସ, ସେଇ ଏସେନ୍ସଟା ହେଲା এই ଇଟର୍ନାଲ ସାକ୍ରିଫାଇସ। ତେଣୁ ଯିଏ ସ୍ପିରିଚୁଆଲ କିଛି ଗେନ୍ କରିଛି, ତା ପ୍ରଥମ ଦେଖନ୍ତୁ ତାର କିଛି ସାକ୍ରିଫାଇସ ରହିଛି ପରମଙ୍କ ପାଖରେ, ସବୁ କିଛି ଦେଇଛି, ତାପରେ ସେ ଗେନ୍ କରିଛି। ଯାହା ଦିଆଯାଇଥାଏ ତାହାର ହିଁ କେବଳ ଭ୍ୟାଲୁ ରହେ, ଯାହା ଦିଆଯାଏ ନାହିଁ ତାର ଭ୍ୟାଲୁ ନଥାଏ। ତେଣୁ ସବୁ କିଛିକୁ ଦେବା ପାଇଁ କେମିତି ଆମେ ଶିଖିପାରିବା, ସେଥିପାଇଁ ମା ସେଇ ଇଟର୍ନାଲ ସାକ୍ରିଫାଇସ କଥା ଶିଖେଇଲେ। ସମସ୍ତଙ୍କ ପାଇଁ ପ୍ରାର୍ଥନା କଲେ, ସମସ୍ତଙ୍କର ମଙ୍ଗଳ କାମନା କଲେ, ସମସ୍ତଙ୍କ ମଧ୍ୟରେ ସମନ୍ୱୟକୁ ରକ୍ଷା କଲେ, ସମସ୍ତଙ୍କ ମଧ୍ୟରେ ସ୍ୱଚ୍ଛତାକୁ ଆଣିଲେ। ତାପରେ ଏଇ କମ୍ପ୍ଲିଟ ସରେଣ୍ଡରଟି ନିଜେ ଆଚରଣ କରି ଦେଖେଇଲେ ଏବଂ ଆମେ ତାକୁ ଅନୁଧ୍ୟାନ କରି ବା ଆମେ ସେଟା ଉପଲବ୍ଧି କରି ଆମେ ସେଇ ପ୍ରକାର କରିବା ବୋଲି ସଂକଳ୍ପ ନେବା। ମା ସେଟା ଉଦାହରଣ କି ଦେଖେଇଲେ। এই ইটর্নালଙ୍କ ପାଖରେ ସାକ୍ରିଫାଇସ କରିବା ଦ୍ୱାରା ଆମ ଭିତରେ ଇଟର୍ନାଲଙ୍କ ପାଖରେ ଯାହା ଥାଏ ସେଟା ଆମ ପାଖକୁ ସଞ୍ଚରି ଆସେ। ଆମେ ଗୋଟେ ହ୍ୟୁମାନ ବିଂ, ଯଦି ପରମଙ୍କ ପାଖରେ ନିଜକୁ ଦେଇଦେବା, ପରମଙ୍କ ପାଖରେ ଯାହା ଯାହା ଥିବ ସେ ଆମ ପାଖକୁ ପଳେଇ ଆସିବ। ଯାହାଫଳରେ ଆମ ପାଖକୁ ପଳେଇ ଆସିଲେ ଆମ ପାଖରେ ସେ ପରମ ଚେତନା କ୍ରିୟାଶୀଳ ହବ। ତେଣୁ ସମଗ୍ର ଭାବରେ ଉତ୍ସର୍ଗର କଥା ଯଦି କୁହାଯାଏ, ତାର ଜ୍ୱଳନ୍ତ ନିଦର୍ଶନ ହେଉଛନ୍ତି ନିଜେ ମା, ଆମକୁ ଶିଖେଇଛନ୍ତି। ତେବେ ଶ୍ରୀ ଅରବିନ୍ଦ ଦେଖିଲେ ଯେହେତୁ ପୃଥ୍ୱୀ ପ୍ରସ୍ତୁତ ନାହିଁ, 1926ରୁ 1950 ପର୍ଯ୍ୟନ୍ତ ଦୀର୍ଘ ବର୍ଷର ସାଧନା କରି ସେ ଯୋଉ ଶକ୍ତିକୁ ଉପଲବ୍ଧି କରିଛନ୍ତି, ପୃଥ୍ୱୀକୁ ଡାଇରେକ୍ଟ ଡିସେଣ୍ଡ କରି ପାରୁନାହାନ୍ତି। ତାର କାରଣ ପୃଥ୍ୱୀ ପ୍ରସ୍ତୁତ ହେଇନି। ତେଣୁ ସେ ନିଜ ପାଇଁ ଯୋଗ ସାଧନା କରୁନଥିଲେ, ନିଜର ଅମରତ୍ୱ ପାଇଁ ସେ କାମ କରୁନଥିଲେ, ସେ କାମ କରିଥିଲେ ସକଳ ବିଶ୍ୱକୁ, ବିଶ୍ୱ ପ୍ରକୃତିକୁ ରୂପାନ୍ତର କରିବେ। ଯୋଉ ବିଶ୍ୱର ଗୋଟେ ପାର୍ଟ ଆମର ଏ ପୃଥିବୀ, ବିଶ୍ୱ ରୂପାନ୍ତର ହେଲେ ଏ ପୃଥିବୀ ରୂପାନ୍ତର ହବ। ତେଣୁ ବିଶ୍ୱ ପ୍ରକୃତିର ରୂପାନ୍ତର ହେଲେ ଆମର ଏ ପୃଥିବୀ ରୂପାନ୍ତର ହେବାଟା ସହଜ ହେଇଯିବ। ତେଣୁ ଯେପର୍ଯ୍ୟନ୍ତ ବିଶ୍ୱ ପ୍ରକୃତି ରୂପାନ୍ତର ହେଇନାହିଁ, ସେ ପର୍ଯ୍ୟନ୍ତ ସ୍ଥାୟିତ୍ୱ କିଛି ନାହିଁ। ଏ କଥାଟିକୁ ଅନୁଧ୍ୟାନ କଲେ ଶ୍ରୀ ଅରବିନ୍ଦ ଭାରତକୁ ଫେରିଲା ପରେ
ଭାରତୀୟ ଦର୍ଶନ ଭିତରେ ଭାରତୀୟ ସଂସ୍କୃତି ଭିତରେ ଯେତେ ଯେତେ ସବୁ ଅବତାରଙ୍କର କଥା କୁହାଯାଇଛି ଦେଖାଗଲା ଗୋଟେ ସମୟରେ ଭଗବାନ ଶ୍ରୀକୃଷ୍ଣ ଆସିଲେ ଆନନ୍ଦ ଓ ପ୍ରେମର କାର୍ଯ୍ୟ କଲେ କିନ୍ତୁ ଆନନ୍ଦ ଓ ପ୍ରେମ ସ୍ଥାୟୀ ହେଇ ରହିଲା ନାହିଁ। ଗୋଟେ ସମୟରେ ସଚ୍ଚିଦାନନ୍ଦ ସ୍ୱରୂପ ପ୍ରଭୁ ଶ୍ରୀରାମ ଆସିଲେ ନ୍ୟାୟନିଷ୍ଠ ହେଲେ ନୀତିନିଷ୍ଠ ହେଲେ ଆଦର୍ଶ ଦେଖେଇଲେ କିନ୍ତୁ ତାଙ୍କର ସେ ଆଦର୍ଶ କିଛି ରହିଲା ନାହିଁ। ସେ ନୈତିକତାର ଧାରା ରହିପାରିଲା ନାହିଁ। ଅର୍ଥାତ୍ ଯାହା ଆଜି ପର୍ଯ୍ୟନ୍ତ ଅବତାର ମାନେ କରିଗଲେ ତାର ସ୍ଥାୟିତ୍ୱ ରହିଲା ନାହିଁ। ତାର କାରଣ এই ইଟর্নাল ସାକ୍ରିଫାଇସଟି ଫଳବତୀ ହେଇନି, ତେଣୁ ସ୍ଥାୟିତ୍ୱ ନାହିଁ। ତେଣୁ ଶ୍ରୀ ଅରବିନ୍ଦ ଚିନ୍ତା କଲେ ଯେପର୍ଯ୍ୟନ୍ତ এই ଇଟର୍ନାଲ ସାକ୍ରିଫାଇସ ଆମେ କରିନାହୁଁ ସ୍ଥାୟିତ୍ୱ ଲାଭ କରିପାରିବା ନାହିଁ। ଶାଶ୍ୱତ ଉତ୍ସର୍ଗ ଯେପର୍ଯ୍ୟନ୍ତ ଆମ ଭିତରେ କ୍ରିୟାଶୀଳ ନ ହେଇଛି ସ୍ଥାୟିତ୍ୱ କଥା ଆମେ କଳ୍ପନାରେ ମଧ୍ୟ ଆଣିପାରିବାନି। ତେଣୁ ଏ ପୃଥିବୀ ନିଜକୁ ଉତ୍ସର୍ଗ କରିବ କେତେବେଳେ ହବ? ଆଗ ପରମ ପୃଥିବୀକୁ ନିଜେ ଉତ୍ସର୍ଗ କରିବ। ତେଣୁ ସେ ନିଜକୁ ପୃଥିବୀ ପାଇଁ ଉତ୍ସର୍ଗ କଲେ। କୋଉଠି ରହିଲେ? ସୂକ୍ଷ୍ମ ଭୌତିକ ଜଗତରେ ରହିଲେ। ତାଙ୍କର ଯୋଉ ସ୍ଥୂଳ ଶରୀରକୁ ଏ ଜଗତ କିପରି ପରମଙ୍କ ପାଖରେ ନିଜକୁ ନିବେଦନ କରିପାରିବ, ଏ ପୃଥିବୀ କିପରି ପରମଙ୍କୁ ପ୍ରାର୍ଥନା କରିପାରିବ, ଏ ପୃଥିବୀ କିପରି ପରମଙ୍କ ଚେତନାର ଅଧିକାରୀ ହେଇପାରିବ, ଏ ପୃଥିବୀରେ କିପରି ପରମ ଚେତନା କାର୍ଯ୍ୟକାରୀ ହେଇପାରିବ, ଏ ପୃଥିବୀକୁ ପ୍ରସ୍ତୁତ କରିବା ପାଇଁ ପରମ ନିଜେ ନିଜର ଯୋଉ ଶରୀରକୁ ଲାଭ କରି ସାଧନା କରିଥିଲେ ସେଇ ଶରୀରକୁ ଉତ୍ସର୍ଗ କଲେ। ଯାହାଫଳରେ ମଞ୍ଜି ଯଦି ବୁଣାଯିବ ଗଛ ହବ ନା ନାହିଁ? ସାଧନାର ମଞ୍ଜି ପୃଥିବୀରେ ସେ ବୁଣିଦେଲେ, ଉତ୍ସର୍ଗର ମଞ୍ଜି। ନିଜେ ଶ୍ରୀ ଅରବିନ୍ଦ ଶରୀରକୁ ଉତ୍ସର୍ଗ କରି ପୃଥିବୀରେ କିପରି ଉତ୍ସର୍ଗ କରାଯାଏ, ପୃଥିବୀ କିପରି ଉତ୍ସର୍ଗ କରିପାରିବ ପରମଙ୍କ ପାଖରେ ନିଜକୁ ନିବେଦନ କରିପାରିବ ସେଇ କଥା ପୃଥିବୀ ଶିଖିବ। ପୃଥିବୀରେ ଯୋଉ ଚେତନା କ୍ରିୟାଶୀଳ ହଉଛି ସିଏ ଶିଖିବ। ସେଇଥିପାଇଁ ପରମଙ୍କୁ ଯୋଉ ଶରୀର ନେଇକି ଆସିଥିଲେ ସେ ଶରୀରକୁ ଉତ୍ସର୍ଗ କରିବାକୁ ପଡିବ। ତେଣୁ ଏଇ ଶରୀର ଉତ୍ସର୍ଗ ଶ୍ରୀ ଅରବିନ୍ଦଙ୍କର ପୃଥିବୀ ପାଇଁ ଗୋଟେ ବିରାଟ ଅବଦାନ, ଯୋଉଟା କି ଅନବଦ୍ୟ ଅବଦାନ। ଏମିତି ଏକ ଅବଦାନ ଯୋଉଟା କି ଆମେ କେବେ ଭାଷାରେ କହିପାରିବାନି କୋଉ ପ୍ରକାର ଅବଦାନ, ଅନବଦ୍ୟ ଅବଦାନ, ଯାହାକୁ କେବେ ଭାଷାରେ ବ୍ୟକ୍ତ କରାଯାଇ ପାରିବ ନାହିଁ, ଅନବଦ୍ୟ। ତେଣୁ ଶ୍ରୀ ଅରବିନ୍ଦଙ୍କର ଏଇ ଯୋଉ ଅନବଦ୍ୟ ଅବଦାନ ହେଲା, ତାଙ୍କର ଏଇ ଯୋଉ ଶରୀର ସାଧନା କରିଛି, ଅତି ମାନସିକ ଲାଭ କରିଛି, ସେ ଶରୀରକୁ ପୃଥିବୀର କଲ୍ୟାଣ ପାଇଁ, ପୃଥିବୀକୁ ଦିବ୍ୟ ଦ୍ୱାରା ଗଢି ତୋଳିବା ପାଇଁ, ପୃଥିବୀର ଚେତନାର ପ୍ରତ୍ୟେକ କୋଷାଣ ଭିତରେ ସେଇ ଦିବ୍ୟ ଚେତନା କିପରି କ୍ରିୟାଶୀଳ ହବ, ଜଳ ଭିତରେ କେମିତି ଦିବ୍ୟ ଚେତନାର ଅନୁପ୍ରବେଶ ହବ, ଆଉ ଜଳ କେମିତି ଭଗବାନଙ୍କୁ ପରିପ୍ରକାଶ କରିବ, ଭଗବାନଙ୍କ ପାଇଁ ପ୍ରାର୍ଥନା କରିବ, ମ୍ୟାଟର ସାଲ୍ ରିଭିଲ୍ ଦ ସ୍ପିରିଟ୍ସ ଫେସ୍। ଏଇ ଯୋଉ କଥା ମ୍ୟାଟର ସାଲ୍ ରିଭିଲ୍ ଦ ସ୍ପିରିଟ୍ସ ଫେସ୍, ଜଳ କିପରି ଆତ୍ମାର ମୁଖକୁ ଖୋଲି ପାରିବ, ଏଇ କଥାଟିକୁ ଶିଖେଇବା ପାଇଁ ଶ୍ରୀ ଅରବିନ୍ଦଙ୍କୁ ଏ ଭୌତିକ ଜଗତ ପାଇଁ ନିଜର ଭୌତିକ ଶରୀରକୁ ଉତ୍ସର୍ଗ କଲେ। ସୂକ୍ଷ୍ମ ଶରୀରକୁ ଉତ୍ସର୍ଗ କରିନାହାନ୍ତି, ଭୌତିକ ଶରୀରକୁ ଉତ୍ସର୍ଗ କଲେ ଯେମିତିକି ଭୌତିକ ଶରୀର ଭଗବାନଙ୍କୁ ପ୍ରାର୍ଥନା କରିପାରିବ ଏବଂ ସେ ପରମ ଚେତନାକୁ ଲାଭ କରିପାରିବ। ପରମ ଚେତନା ଯେମିତି ଏଇ ଭୌତିକ ଶରୀର ମଧ୍ୟକୁ ଅନୁପ୍ରବେଶ କରି ତାର ପ୍ରତ୍ୟେକ କୋଷାଣ ମଧ୍ୟରେ ସେଇ ପ୍ରକାର ଚେତନା କାର୍ଯ୍ୟକାରୀ ହୋଇପାରିବ, ସେଇ ପ୍ରକାର କାର୍ଯ୍ୟଧାରାକୁ ଶ୍ରୀ ଅରବିନ୍ଦ ସମ୍ପନ୍ନ କଲେ ସୂକ୍ଷ୍ମ ଭୌତିକ ଜଗତରେ ଥାଏ। ତେଣୁ 1959 ମସିହାରେ ମା ଜାଣିଲେ ଶ୍ରୀ ଅରବିନ୍ଦ ଗୋଟେ ମହାନ କାମ କରିବାକୁ ଯାଉଛନ୍ତି। ତେଣୁ ତାଙ୍କର କାର୍ଯ୍ୟକୁ ଆଉ ଟିକେ ଫଳବତୀ କରିବା ପାଇଁ ମା ଇଚ୍ଛା ପ୍ରକାଶ କଲେ, ମତେ ଯାହା ଲାଗୁଛି ମୁଁ ବୋଧେ ପ୍ରଥମେ ଶରୀର ତ୍ୟାଗ କରିବି। ଶ୍ରୀ ଅରବିନ୍ଦ ଦୃଢ଼ତାର ସହିତ କହିଲେ, ନା ନା, ତମକୁ ଉତ୍ସର୍ଗ କରିବାକୁ ପଡିବ ନାହିଁ, ତମକୁ ରହିବାକୁ ପଡିବ। ମୁଁ ହିଁ ଆବଶ୍ୟକ ହେଲେ ମୁଁ ଶରୀର ଉତ୍ସର୍ଗ କରିବି ଏବଂ ତମକୁ এই ଉତ୍ସର୍ଗର ଫଳସ୍ୱରୂପ ଯୋଉ ଶକ୍ତି ଆସିବ, ଅର୍ଥାତ୍ ରୂପାନ୍ତର ଯୋଗ ସାଧନାକୁ ବା ଅତିମାନସ ରୂପାନ୍ତର ଯୋଗ ଧାରାକୁ ତମକୁ ପରିପୂର୍ଣ୍ଣ ରୂପ ଦେବାକୁ ପଡିବ। ତେଣୁ ତମକୁ ହିଁ ରହିବାକୁ ପଡିବ।
କାରଣ କୌଣସି ମାନବ ସତ୍ତା ଯେହେତୁ ପ୍ରସ୍ତୁତ ହେଇନାହାନ୍ତି, ବାଧ୍ୟ ହେଇକି ମୁଁ ମାନବ ହେଇକି ଆସିଲେ ମଧ୍ୟ ମତେ ମୋ ଶରୀରକୁ ଉତ୍ସର୍ଗ କରିବାକୁ ପଡୁଛି। ତେଣୁ ସେ ଇଚ୍ଛା କଲେ ଏବଂ ଶରୀରକୁ ଛାଡ଼ିଲେ। 1950 ଡିସେମ୍ବର 8 ତାରିଖରେ ମା ଓ ଶ୍ରୀ ଅରବିନ୍ଦ କଥା ହେଲେ ସୂକ୍ଷ୍ମ ଭୌତିକ ଜଗତରେ। ମା ଶ୍ରୀ ଅରବିନ୍ଦଙ୍କୁ ଅନୁରୋଧ କରୁଛନ୍ତି, ଆପଣ ଯୋଉ ଶରୀରକୁ ଛାଡ଼ି ଦେଇଛନ୍ତି ଆଉ ଥରେ ସେ ଶରୀରକୁ ଫେରି ଆସନ୍ତୁ। ଶ୍ରୀ ଅରବିନ୍ଦ କହିଲେ, ମୁଁ ଯୋଉ ଶରୀରକୁ ଉଦ୍ଦେଶ୍ୟମୂଳକ ଭାବରେ ଛାଡ଼ିଛି, ଟର୍ନଟା ବୁଝିଗଲା? ମୁଁ ଯୋଉ ଶରୀରକୁ ଉଦ୍ଦେଶ୍ୟମୂଳକ ଭାବରେ ଛାଡ଼ିଛି, ମୁଁ ସେଇ ଶରୀରକୁ ଆଉ ଥରେ ଫେରିବି ନାହିଁ ବା ଗ୍ରହଣ କରିବି ନାହିଁ। ମୁଁ ଆସିବି, ଅଭିବ୍ୟକ୍ତି ହେଇକି ଆସିବି ପ୍ରଥମ ଅତିମାନବର ଶରୀର ନେଇ। ବୁଝିଗଲା? ପ୍ରଥମ ଅତିମାନବର ଶରୀର ନେଇ ମୁଁ ହିଁ ଅଭିବ୍ୟକ୍ତି ହେଇକି ଆସିବି, ଯୋଉ ଅତିମାନବର ଶରୀର କି ଅତିମାନସ ଧାରାରେ ନିର୍ମିତ। I shall manifest again in a supramental body built in a supramental way। এই କଥା ଶ୍ରୀ ଅରବିନ୍ଦ କହିଲେ। ତେଣୁ ପ୍ରଥମ ଅତିମାନବର ଶରୀର ନେଇ ଶ୍ରୀ ଅରବିନ୍ଦ ଆସିବେ, ଯୋଉ ଅତିମାନବର ଶରୀର ଅତିମାନସ ଦ୍ୱାରା ତିଆରି। ତେଣୁ ଆମର ଏ ଶରୀର ବର୍ତ୍ତମାନ ଅତିମାନସ ଦ୍ୱାରା ତିଆରି ହେଇନି, ପଞ୍ଚମହାଭୂତରେ ତିଆରି ହେଇଛି। ଯୋଉ ପଞ୍ଚମହାଭୂତ ର ସ୍ଥାୟିତ୍ୱ ନାହିଁ, ପଞ୍ଚମହାଭୂତରେ ଯାହା ତିଆରି ହଉଛି ସେ ସ୍ଥାୟିତ୍ୱ ନାହିଁ। ପ୍ରତ୍ୟେକ ମ୍ୟାଟରର ଗୋଟେ ଏକ୍ସପାୟରି ରହିଛି। କିନ୍ତୁ ଶ୍ରୀ ଅରବିନ୍ଦ ଯୋଉ ଅତିମାନସ ଧାରାରେ ନିର୍ମିତ ଶରୀରକୁ ନେଇ ଆସିବେ, ତାର ଏକ୍ସପାୟରି ନଥିବ, ଅର୍ଥାତ୍ ଗୋଟେ ଇଟର୍ନାଲକୁ ସେ ପ୍ରକାଶ କରିବ। ତେଣୁ ଏ ଶରୀର ସେ ଇଟର୍ନାଲଙ୍କ ପାଖରେ ସାକ୍ରିଫାଇସ୍ ଦେବା ଦରକାର, ଉତ୍ସର୍ଗୀକୃତ ହେବା ଦରକାର। ତେଣୁ ସେଇଥିପାଇଁ ସେ ଉତ୍ସର୍ଗ କଲେ, ଯାହାଫଳରେ ସେ ଇଟର୍ନାଲ ଫୋର୍ସ ମ୍ୟାଟର ଭିତରକୁ ଅନୁପ୍ରବେଶ କରି ସେ ଇଟର୍ନିଟିକୁ ପ୍ରକାଶ କରିବ। ତେଣୁ ଶ୍ରୀ ଅରବିନ୍ଦଙ୍କର ଏଇ ଯୋଉ ଉତ୍ସର୍ଗକୃତ ମନୋଭାବ ଆମ ପାଇଁ ଏକ ବିରାଟ ପ୍ରେରଣା, ବିରାଟ ଅବଦାନ। ଯଦି ଶ୍ରୀ ଅରବିନ୍ଦ ଉତ୍ସର୍ଗ କରି ନଥାନ୍ତେ, ତାହେଲେ ପୃଥିବୀ ଦିବ୍ୟ ହେବା କଥା କଳ୍ପନା ବି କରାଯାଇ ପାରିନଥାନ୍ତା। ମାନବ ଦିନେ ଭଗବାନ ହବ କଳ୍ପନା ମଧ୍ୟ କରାଯାଇନଥାନ୍ତା। ପୃଥିବୀ ଦିନେ ସ୍ୱର୍ଗରାଜ୍ୟରେ ପରିଣତ ହବ କଳ୍ପନା କରାଯାଇନଥାନ୍ତା। ମା ତାଙ୍କ ପ୍ରଥମ ସାକ୍ଷାତରେ ଗୋଟିଏ କଥା କହିଥିଲେ। ମାର୍ଚ୍ଚ 29ରେ ଯଦିଓ ଶ୍ରୀରାମ ସାକ୍ଷାତ କଲେ, ସେଦିନ କିଛି କହିଲେନି। ପରମ ଚେତନା ମଧ୍ୟରେ ସେ ସେଦିନ ଅଭିଭୂତ ହେଇଯାଇଥିଲେ। ତା ପରଦିନ ତାଙ୍କର ଯୋଉ ଏକ୍ସପିରିଏନ୍ସ ଆସିଲା, ସେ ଅନୁଭୂତିରେ ସେ କହିଲେ, ଶତ ଶତ ଗାଢ଼ତମ ଅନ୍ଧକାର ଏ ପୃଥିବୀରେ ନିମଜ୍ଜିତ ହୋଇ ରହିଥିଲେ ମଧ୍ୟ ତାର କିଛି ଜାୟସ ନାହିଁ। ଶତ ଶତ ଗାଢ଼ତମ ଅନ୍ଧକାର ପୃଥିବୀ ରହିଛି, କିଛି ଜାୟସ ନାହିଁ। କାଲି ଆମେ ଯାହାଙ୍କର ଦର୍ଶନ କଲୁ, ତାଙ୍କର ଉପସ୍ଥିତି ହିଁ ଯଥେଷ୍ଟ ପ୍ରମାଣ ଦେଉଛି ଏ ପୃଥିବୀରୁ ଅନ୍ଧକାର ଦୂରୀଭୂତ ହବ, ଆଲୋକରେ ରୂପାନ୍ତର ହବ ଏବଂ ପରମ ଚେତନା ପୂର୍ଣ୍ଣ ରାଜତ୍ୱ କରିବ, ପୂର୍ଣ୍ଣ ରାଜତ୍ୱ କରିବ। ତେଣୁ ଯୋଉ ପରମ ଚେତନା ପୂର୍ଣ୍ଣ ରାଜତ୍ୱ କରିବ, ଏଇ କଥାକୁ ସମ୍ଭବ କରିବା ପାଇଁ ଶ୍ରୀ ଅରବିନ୍ଦଙ୍କର ଏଇ ଇଟର୍ନାଲ ସାକ୍ରିଫାଇସ୍। ପରମ ଚେତନା ପୂର୍ଣ୍ଣ ଭାବରେ ଏ ପୃଥିବୀରେ କାର୍ଯ୍ୟକାରୀ ହେବା ପାଇଁ ଶ୍ରୀ ଅରବିନ୍ଦଙ୍କର ଇଟର୍ନାଲ ସାକ୍ରିଫାଇସ୍। ଯଦି ସେ ସେଇ ସାକ୍ରିଫାଇସ୍ କରିନଥାନ୍ତେ, ଏ ପୃଥିବୀ କେବେ ମଧ୍ୟ ଦିବ୍ୟ ହବା କଥା କଳ୍ପନା କରାଯାଇ ନଥାନ୍ତା। ପୃଥିବୀରୁ ଅନ୍ଧକାର ଦୂରୀଭୂତ, ଅନ୍ଧକାର ମାନେ କଣ? ଅଜ୍ଞାନତା ଯୋଉ କୁହାଯାଉଛି, ଅଜ୍ଞାନତା ଦୂର ହବ, ଆଲୋକର ପରିପ୍ରକାଶ ହବ, ପରମ ଚେତନା ରାଜତ୍ୱ କରିବ। ଏଇଟା କେବେ ସମ୍ଭବ ହେଇନଥାନ୍ତା। ଯଦି ତାଙ୍କର ଉପସ୍ଥିତି ଏତିକି ପ୍ରମାଣ ଦେଲାଣି, ତାଙ୍କର କାର୍ଯ୍ୟଧାରା କଣ ପ୍ରମାଣ ଦବ? ଅନୁମାନ କରନ୍ତୁ। ଯଦି ଶ୍ରୀ ଅରବିନ୍ଦଙ୍କର ଉପସ୍ଥିତି ଏତିକି ପ୍ରମାଣ ଦଉଛି, ତାହେଲେ ଶ୍ରୀ ଅରବିନ୍ଦର କାର୍ଯ୍ୟଧାରା କଣ ପ୍ରମାଣ ଦବ? ଶ୍ରୀ ଅରବିନ୍ଦଙ୍କର ଏଇ ଯୋଉ ଇଟର୍ନାଲ ସାକ୍ରିଫାଇସ୍ ଦ୍ୱାରା ଯୋଉ କାର୍ଯ୍ୟଧାରା ହେଲା, ଡାଇରେକ୍ଟ ଶ୍ରୀ ଅରବିନ୍ଦଙ୍କ ଫୋର୍ସ କାମ କଲା, ମାଙ୍କ ମାଧ୍ୟମରେ କାମ କଲା। ଆମେ ଚିନ୍ତା କରୁଛୁ
ये पृथ्वीटा धीरे ध्वंस पाए एवं आम भीतर सब प्रकार कोकुआ भय देखा दूसरी कि ना जानिबा दरकार श्री अरविंदर जो शक्ति सीधा सड़क भाव में द्वितीय विश्व युद्ध में श्रीरंग लड़ुले कहीं पृथ्वी को रक्षा करा ये पृथ्वी रे दिव्यता को परिप्रकाश करा भारत नवा लीडिंग समग्र विश्व भितर जे दिव्यतार प्रभाव को बहन करछि से होछि भारत वर्ष से माटी गड़ी पहाड़ पर्वत जल देश नुहे सी इज एक लिविंग डेटी एक जीवंत देवी आज लिविंग आज शिव शिव जमी जीवंत बोली कहूँ ठीक से भारत मध्य जीवंत ए भारत पृथ्वीर भविष्य गठन करिव वसुधैव कुटुंबकम जो कहुई भारतीय संस्कृति भितर वेद भितर लिखाई संभव करने श्री अरविंद सैक्रिफाइस इटर्नल सैक्रिफाइस वसुधैव कुटुंबकम समग्र पृथ्वी गोटे परिवार हो युद्ध हेटा हम तेना भारत वर्तमान से लीड रोलटा नब जेहेतु भारत वर्तमान से लीड रोलटा नब भारत सुरक्षित हवा दरकार तेना भारत की सुरक्षा किए कर परम ही करेंगे से भारत वर्ष को आसी भारत वर्ष जन्म नहीं तेना आम भारतीय बोली गर्व करवा किंतु प्रकृत भारतीयता को परिप्रकाश कला एवं नुह तो श्री अरविंद प्रकृत भारतीयता कौन कहते ये भारत हूँ तपोभूमि भारत ये हूँ आर्य भूमि भारत से आर्यवाद जेपर्यंत आम भितर परिप्रकाश नही से पर्यंत आम भारतीय नुह ये आर्य मान भितर गोटे बड़ गुण है इटर्नल सैक्रिफाइस जे इटर्नली सैक्रिफाइस कर सी हम आर्य को प्रकार भाव में श्रीरंग कहले जे अन्न मान सकाशे बंचे जे समग्र सृष्टि सकाशे बंचे सर्वोपरि जे भगवान सकाशे बंचे सी हूँ आर्य सी हूँ भारतीय तीनटा कथा मन लगे कहूँ जे अन्न मान सकाशे बंचे जे समग्र सृष्टि सकाशे बंचे एवं जे सर्वोपरि भगवान पर बंचे सी हूँ आर्य तीनटा क्वालिटी जो कहले आमे को क्वालिटी अच्छे कौन ना ये आमे से इटर्नल पाखे सैक्रिफाइस करवा ये तीनटा क्वालिटी को हासिल करने कौन कौन आमे केमिति अन्य मानक बंची शिखा आमे केमिति समग्र सृष्टि बंची शिखा एवं आमे केमिति सर्वोपरि भगवान बंची शिखा यहाँ शिखापी आम भितर दरकार से इटर्नल सैक्रिफाइस जहाँ श्री अरविंद आम आगे करके देखते तेणु ये जो सैक्रिफाइस द्वारा बॉडी रे आम जानी सब ग्लो बाहर 111 घंटा पर्यंत माँ से ग्लो को रिसीव कले धीरे धीरे बॉडी रो ग्लो कमिला तापरे माँ का निर्देशन रे समाधिस्थ करा तब बॉडी मैटर उपादान प्रथम सृष्टि मटेरियल उपादान तीरे थे तपस्या द्वारा जो शक्ति को आनी स्थूल शरीर तार प्रभाव सूक्ष्म शरीर केमती क्या जदि स्थूल शरीर एतिका प्रभाव सूक्ष्म शरीर कौन हो तेणु एंटायर पृथ्वी को एंटायर सृष्टि को कंट्रोल करने नियंत्रण करने दिव्य अभिमुखी करने सूक्ष्म रही से पृथ्वी को कंट्रोल कर पृथ्वी दिव्यमय हो सारी नहीं श्री अरविंद कार्य द्वारा सरी नहीं भल के मन रखा जेपर्यंत पृथ्वी दिव्य है नहीं से पर्यंत श्री अरविंद कार्य सरी नहीं तेणु ए कार्य से कौटू कर सूक्ष्म भौतिक जगत रु थी संपन्न कर तेणु सूक्ष्म स्तर को न जा पर्यंत ए कामटा कर जो रही
केवल से जगह भितर काम करें मु चंद्र पृष्ठ जब पलैसी पृथ्वी ग्रहटा के फटो उठी पारि मु पाखे थी फटो उठेबी अल्प केत फटो उठ पृथ्वी आउ अधिकांश अंश रही पृथ्वीर ऊर्ध्व को जावाक पड़ो से श्री अरविंद कौन कले ये पृथ्वी जे जड़ पृथ्वी ताको अतिक्रम करगले अतिक्रम करी सेठू थाई के पृथ्वी को दिव्य भाव गढ़ा चलती आ सी जहाँ करुँच से संकल्प को माँ ही रूप दौर तेणु ये जो पृथ्वी हुका ही जाइनि परमंकर सुपरिकल्पित पृथ्वी दिस वर्ल्ड वाज नॉट बिल्ड विथ रैंडम ब्रिक्स ऑफ चांस बोल को ये पृथ्वीटा रैंडम ब्रिक्स ऑफ चांस रे हेनी इटा पत्थर फोबाड़ दे गड़ीदेले जा हेगला गला से बळे पृथ्वी हेनी टेकाटा फोबाड़ दे जोड़ी पड़ी गला कोन ओटे हेगला सेमति हेनी दिव्य भाव रे दिव्य योजना रे तैयारी कराइछि से जो दिव्य योजना का पाखरे अछि परमंग पाखरे अछि तो कार्य रूप दउचंदी के डिवाइन मदर दउचंदी जे तंगर एग्जीक्यूटिव पावर जे तंगर फोर्स ऑफ कॉन्शियसनेस से ही कामटा करछथि तो आमे जते बेले मां को पाखे निजुक दवा डायरेक्ट से पाखे पहुंच परियानी तो हमर सूत्र ला कोन मां को जरिया रे परमंग पाखे पहुंच ये जो मां को जरिया रे में परमंग पाखे पहुंचवा ये होचे हमर सूत्र मां को भल पाइया दरकार तेणु मां श्री अरविंद जो शक्ति को आनिले पृथ्वी को तापर मां तैयारी करे 6 वर्ष बीती गला 1950 रे श्रीरंग पाखे रहिला मां तापर कौन कले 6 वर्ष पार कर 56 मसीह देखुं सूक्ष्म स्तर को उठी से सूक्ष्म स्तर बर्तमान पृथ्वी तो प्रस्तुति हो आसला गोटे कबाट छिकी दे जोटा कि से प्रभाव को पृथ्वी को आसवे रोकी दूसरी माँ गोटे सुवर्ण हाथुड़ी धरले गोटे शक्त प्रहार देले से कबाट भांगी चूरमार हो गला एवं तापरे से जो अतिमान तेजराजी अवार्त धारा पृथ्वी वक्ष को प्रवाहित हो आसला तापरे माँ कहले प्रथम जो आसी जहाँ देखी श्री अरविंद कहते कौन एमती एक दिन आसी पहुंचब गोटे नूतन सृष्टि तैयारी हम गोटे नूतन ज्योति उद्भासित हम 14 मसीह कथा माँ कहते वर्तमान से बाणी को 56 मसीह माँ भिन्न ढंग से कहले कौन कहले जे गोटे नूतन ज्योति उद्भासित होइछि एवं गोटे नूतन पृथ्वी जन्म लाभ करिछि कहले ओ लॉर्ड thou hast willed I execute मैं एग्जैक्ट वाणी टा कहूची ओ लॉर्ड thou hast willed I execute हे प्रभु तमे जहाँ संकल्प करिछ मु ताहाकु कार्यकारी करिछि ए न्यू लाइट ब्रेक्स अपॉन द अर्थ पृथ्वी पृष्ठ रे गोटे नूतन ज्योति उद्भासित होइछि and a new world is born गोटे नूतन पृथ्वी जन्म नहीं things that were promised जहाँ सब किछि प्रतिश्रुत हो रही थिला आर फुलफिल्ड आगुरी कौन प्रतिश्रुति थिला गोटे नूतन ज्योति उद्भासित हबो गोटे नूतन पृथ्वी तैयारी हबो एटा प्रतिश्रुति थिला वर्तमान कौन हैला नूतन ज्योति उद्भासित हैला गोटे नुआ पृथ्वी तैयारी हैला एवं परम जहाँ संकल्प करते ता कार्य रूप नेला मां से कथा कह सपन पर इटर्नल सैक्रिफाइस रो परिणाम स्वरूप कौन घटिला मां कहले एप्रिल 24 रे 1956 एप्रिल 24 रे मां कहले the manifestation of a supramental upon earth is no more a promise a living fact a reality it is at work here one day will come when the most blind the most unconscious and even the most unwilling shall be obliged to recognize it मुतार ओडिया कहि दोछि मां कहले पृथ्वी पृष्ठ रे अतिमानस अभिव्यक्ति
ବର୍ତ୍ତମାନ ଆଉ ପ୍ରତିଶ୍ରୁତି ହୋଇ ରହି ନାହିଁ, କାର୍ଯ୍ୟର ରୂପ ନେଇଛି, ଜୀବନ୍ତ ରୂପ ନେଇଛି, ବାସ୍ତବ ରୂପ ନେଇ ସାରିଛି। এই ଇଟରନାଲ ସାକ୍ରିଫାଇସ ଫଳରେ ଅତିମାନସ ଅଭିବ୍ୟକ୍ତି ଆଉ ପ୍ରତିଶ୍ରୁତ ହେଇକି ରହି ନାହିଁ, କାର୍ଯ୍ୟର ରୂପ ନେଇଗଲା, ବାସ୍ତବ ରୂପ ନେଇଗଲା ଏବଂ କ୍ରିୟାର ରୂପ ନେଇଗଲା। ଆଉ ମା ସେଇ କଥାଟା କଲେ, ଯୋଉ କ୍ରିୟାର ରୂପ ନେଲା ତାର ପରିଣାମ କଣ? ଏମିତି ଏକ ଦିନ ଆସି ପହଞ୍ଚିବ ଯେତେବେଳେ କି ନିହାତି ଅଜ୍ଞାନୀ ବ୍ୟକ୍ତି, ନିହାତି ଅନ୍ଧ ବୋଲି ଆମେ ଯୋଉଟା କହୁଛେ, ଅନ୍ଧ ମାନେ ଫିଜିକାଲ ବ୍ରେନ୍ ନୁହଁ, ଅଜ୍ଞାନୀ, ନିହାତି ଅଜ୍ଞାନୀ ବ୍ୟକ୍ତି, ନିହାତି ଅଚେତନଶୀଳ ବ୍ୟକ୍ତି, ପରିବର୍ତ୍ତନ ବିମୁଖ ବ୍ୟକ୍ତି ମାନେ, ଯୋଉମାନେ ଚିହ୍ନୁନାହାନ୍ତି, ଜାଣୁନାହାନ୍ତି, ଅନୁଭବ କରୁନାହାନ୍ତି, ତା ପାଇଁ ପ୍ରେୟାର ରଖୁନାହାନ୍ତି, ଆସ୍ପୃହା କରୁନାହାନ୍ତି, ସେମାନେ ମଧ୍ୟ କଣ ହେବେ? shall be obliged to recognize it, এই ଶକ୍ତିକୁ ଚିହ୍ନିବା ପାଇଁ ବାଧ୍ୟ ହେବେ। এই ଯୋଉ ବାଧ୍ୟଟା କିଏ କରିଦେଲା? ଆମେ ମଣିଷ ସହଜେ କିଛି କଥା ସହଜେ କରୁନା ନା। ଶ୍ରୀ ଅରବିନ୍ଦଙ୍କର ଇଟରନାଲ ସାକ୍ରିଫାଇସ ସୁପ୍ରାମେଣ୍ଟାଲ ଫୋର୍ସକୁ କାର୍ଯ୍ୟକାରୀ କରିବାକୁ ବାଧ୍ୟ କରିଦେଲା। ସେ ଯଦି ଇଟରନାଲ ସାକ୍ରିଫାଇସ କରିନଥାନ୍ତେ ତାହେଲେ ଏ ଫୋର୍ସ ଆମକୁ କମ୍ପେଲ କରିପାରିନଥାନ୍ତା। ବାଧ୍ୟ ବର୍ତ୍ତମାନ ଆମେ ସମସ୍ତେ এই ଇଟରନାଲ ଫୋର୍ସକୁ ଚିହ୍ନିବା ପାଇଁ, ଗ୍ରହଣ କରିବା ପାଇଁ ବାଧ୍ୟ। ମା ସେ ବାଧ୍ୟତା ଆଉ ଟିକେ ଟେକ୍ନିକାଲି କେମିତି କଲେ? ପୃଥିବୀ ବାତାବରଣ ତାକୁ କାମ କରେଇଦେଲେ। ପୃଥିବୀ ବାତାବରଣ ଅର୍ଥାତ୍ ବାୟୁମଣ୍ଡଳରେ ଆପଣ ମାନେ କହନ୍ତୁ, କିଏ ଶ୍ୱାସକ୍ରିୟା ଯୋଉ ପବନ ନ ନେଇକି ବିନା ପବନରେ ଶ୍ୱାସକ୍ରିୟା କିଏ କରୁଛି? ଶ୍ୱାସକ୍ରିୟା ପବନ ଦରକାର ହଉଛି ନା ନାହିଁ? ଯଦି ପବନରେ ମା ଅତିମାନସକୁ ଛାଡ଼ିଲେ ତାହେଲେ ଯୋଉ ଶ୍ୱାସକ୍ରିୟା ଯୋଉ ପବନ ନବା, ସେଇ ଅତିମାନସକୁ ନବା ନା ଅନ୍ୟ କାହାକୁ ନବା? ତେଣୁ ପ୍ରତ୍ୟକ୍ଷରେ ହଉ ବା ପରୋକ୍ଷରେ ହଉ, ଜ୍ଞାତରେ ହଉ ବା ଅଜ୍ଞାତରେ ହଉ, ଆମେ ସମସ୍ତେ ବର୍ତ୍ତମାନ ଅତିମାନସକୁ ନଉଛେ। ଆଉ ଅତିମାନସ ଭିତରୁ ଗଲା ମାନେ କ୍ରିୟା କରିବ ନା ଖାଇ ଛାଡ଼ିଦବ? ଆପଣ ଏଇନା ବାହାଘର ପାର୍ଟିକୁ ଯାଇଛନ୍ତି, ବଢିଆ ସର୍ଭ କରୁଛନ୍ତି, ଆତିଥ୍ୟ ଦେଖଉଛନ୍ତି, କୋଉଠି କୋଲ୍ଡ ଡ୍ରିଙ୍କ ଦଉଛନ୍ତି, କୋଉଠି ଆଲକୋହଲ ଦଉଛନ୍ତି। ଆମେ ଆଉ ଜାଣିପାରୁନ କଣ ତ ଗ୍ଲାସରେ ବଢିଆ ବଢିଆ ଡିଜାଇନ ଗ୍ଲାସରେ ତ ଦଉଛନ୍ତି, ଆଲକୋହଲ ନେଇଗଲେ, ଭାବିଲେ କଣ ନା କୋଲ୍ଡ ଡ୍ରିଙ୍କସ। କୋଲ୍ଡ ଡ୍ରିଙ୍କସ ଭାଇ ଯଦି ଆଲକୋହଲଟା ନେଇଛନ୍ତି ତାହେଲେ ସେ ପରିସରରେ କଣ ହବ? ଡ୍ୟାନ୍ସ ବାହାରିବ ନା ନାହିଁ? ଜାଣିନୁ କିନ୍ତୁ ଆଲକୋହଲ ନେଇଯାଇଛୁ, ଡ୍ୟାନ୍ସ ବାହାରିବ। ଠିକ ସେଇଭଳିଆ ଆମେ ଜାଣିପାରୁନୁ କିନ୍ତୁ ଅତିମାନସକୁ ନଉଛୁ ପବନରେ, ତେଣୁ ତା କ୍ରିୟା ହବ ନା ନାହିଁ? ତେଣୁ ଅତିମାନସ ଯୋଉ କ୍ରିୟା ହବ, ମିଥ୍ୟାକୁ ସେ ଭିତରୁ ବାହାର କରିଦବ, ମିଥ୍ୟା ରଖେଇଦବନି। କାରଣ ଅତିମାନସ ମିଥ୍ୟା ଉପରେ, ମିଥ୍ୟାକୁ ନେଇକି କାମ କରିବନି। କାରଣ ତାର ଚେତନା ହଉଛି ସତ୍ୟ ଚେତନା, ତାର କାର୍ଯ୍ୟ ହଉଛି ରୂପାନ୍ତର କରିବା, ତାର ଗତି ହଉଛି ସତ୍ୟରୁ ମହତ୍ତର ସତ୍ୟ ଦିଗରେ। ଆଉ ଏ ଅତିମାନସ ଭିତରେ ଦିବ୍ୟ ଜୀବନ ଅଛି। ସେ ଯୋଉଠି କ୍ରିୟା କରିବ ଦିବ୍ୟ ଜୀବନକୁ ଦବ, ଯୋଉଠି କ୍ରିୟା କରିବ। ବର୍ତ୍ତମାନ ସେ ଅତିମାନସ କ୍ରିୟା କରୁଛି, ଅର୍ଥାତ୍ ସବୁକିଛି ଦିବ୍ୟମୟ ହବାଟା ନିଶ୍ଚିତ ହେଇଯାଇଛି। ଏ ପୃଥିବୀ ଦିବ୍ୟ ହବାଟା ନିଶ୍ଚିତ ହେଇଛି, ମାନବ ଦିବ୍ୟ ହବାଟା ନିଶ୍ଚିତ ହେଇଛି, ଏବଂ ତାର ମ୍ୟାଟେରିଆଲ ଲାଇଫ ଯୋଉ ବଞ୍ଚୁଛି, ବର୍ତ୍ତମାନ ଭୌତିକ ଜୀବନ ଯୋଉ ବଞ୍ଚୁଛି, ତାକୁ ସେ ଅତିକ୍ରମ କରିବାଟା ନିଶ୍ଚିତ ହେଇଛି। ମାନବୀୟ ସୀମାକୁ ଅତିକ୍ରମ କରିବାଟା ନିଶ୍ଚିତ ହେଇଯାଇଛି। କୋଉଥିପାଇଁ ନିଶ୍ଚିତ ହେଲା? କେବଳ ଶ୍ରୀ ଅରବିନ୍ଦଙ୍କର ଏଇ ଇଟରନାଲ ସାକ୍ରିଫାଇସ ପାଇଁ। ତେଣୁ ଆମେ କଣ ବୁଝିବା ଶ୍ରୀ ଅରବିନ୍ଦଙ୍କର ସାକ୍ରିଫାଇସ କଥା? ଆମର କେବଳ କୃତଜ୍ଞତା ହଉଛି ଆମ ପାଇଁ ବଡ ଜିନିଷ। କେମିତି କୃତଜ୍ଞତା ଜଣାଇବା? To express our gratitude to Sri Aurobindo, we can do nothing better than to be a living demonstration of his teaching. ତେଣୁ ଆମେ ଶ୍ରୀ ଅରବିନ୍ଦଙ୍କ ଶିକ୍ଷାର ଏକ ଜ୍ୱଳନ୍ତ ନିଦର୍ଶନଟି ହୋଇ ଉଠୁ ଭଳି ବଡ କୃତଜ୍ଞତାର କଥା ଆଉ କିଛି ନାହିଁ। ଆସନ୍ତୁ ଆମେ ସେ ଶ୍ରୀ ଅରବିନ୍ଦଙ୍କର ଶିକ୍ଷାକୁ ଜୀବନରେ ପ୍ରତିଫଳିତ କରିବା ଆଉ ଶ୍ରୀର ପ୍ରତି କୃତଜ୍ଞ ହେବା। ଧନ୍ୟବାଦ। ଲିଲେପା ଗୋଟେ ମାତୃବନ୍ଦନା ଲିଲେପା
ବନସାଗର ବେଳାରେ ଆଙ୍କିଛି ତୁମର ସେ ଦୁଇ ଆଖି। ଜୀବନ ସାଗର ବେଳାରେ ଆଙ୍କିଛି ତୁମର ସେ ଦୁଇ ଆଖି। ମୋ ପାପ ପୁଣ୍ୟର ଅନ୍ଧାର ଆଲୋକେ ସେହି ଏକା ମୋର ସାକ୍ଷୀ। ମୋ ପାପ ପୁଣ୍ୟର ଅନ୍ଧାର ଆଲୋକେ ସେହି ଏକା ମୋର ସାକ୍ଷୀ। ମନ ଚୋରାବାଲି ରୂପେଲି ଭଉଁରୀ ଦୂରେ ନିଏ ମୋତେ ଠେଲି ସୁଖର ସପନ ବୋଇତେ ତୁମକୁ ଯାଉଛି ଭୁଲି। କେମିତି କହିବି ସଖା ମୁଁ ତୁମକୁ ଏ ମନେ ପାରିଛି ରଖି। ଜୀବନ ସାଗର ବେଳାରେ ଆଙ୍କିଛି ତୁମର ସେ ଦୁଇ ଆଖି। ହୃଦୟ ସରସି ସୁବାସିତ ନୀରି ତୁମ ପ୍ରେମ ନୀଳ କଇଁ ରଖିଛି ସାଇତି ସଜାଇ ଗୋପନେ ଅରବିରେ ବାର ପାଇଁ। ସବୁ ଅନ୍ଧାରର ଆଢୁଆଳେ ତୁମ ହସକୁ ଚାହେଁ ନିରେଖି। ସବୁ ଅନ୍ଧାରର ଆଢୁଆଳେ ତୁମ ହସକୁ ଚାହେଁ ନିରେଖି। ଜୀବନ ସାଗର ବେଳାରେ ଆଙ୍କିଛି ତୁମର ସେ ଦୁଇ ଆଖି। ମୋ ପାପ ପୁଣ୍ୟର ଅନ୍ଧାର ଆଲୋକେ ସେହି ଏକା ମୋର ସାକ୍ଷୀ। ସେହି ଏକା ମୋର ସାକ୍ଷୀ। ସେହି ଏକା ମୋର ସାକ୍ଷୀ। ବହୁତ ଧନ୍ୟବାଦ ଅପା। ବର୍ତ୍ତମାନ ମାଙ୍କ ମ୍ୟୁଜିକ ସହିତ 1 ମିନିଟ୍ ନିରବ ରହିବା। କାର୍ଯ୍ୟକ୍ରମ को माँ का निकट निवेदन करें।